ଶୁଣନ୍ତୁ, ଦାଉଦ ସାମ୍ନାରେ ଗୋଲିଆତ ଗୋଟିଏ ବୀର ତୁଲ୍ୟ ନଥିଲା। ସାଉଲ କହୁଛି ସେ ମଲ୍ଲ ଯୋଦ୍ଧା, ଯୌବନ କାଳବଧି ସେ ମଲ୍ଲ ଯୋଦ୍ଧା, ତୁମେ ତ ବାଳକ। ସାଉଲ ପାଇଁ ସେ ଯୋଦ୍ଧା ଅଟେ, ଦାଉଦ ପାଇଁ ସେ କଣ ଥିଲା ଜାଣିଛନ୍ତି? ଚଢେଇ। ଚଢେଇ। ଆଜ୍ଞା ଛାଟଣୀରେ କାହାକୁ ମାରନ୍ତି? ଚଢେଇ। ଏ ଚଢେଇକୁ ମାରିଲା ପରି ପଳେଇଛି ଏ ପଡିଆ। ତୁମର ପାଇଁ କ୍ୟାନ୍ସର ରୋଗ ହେଇପାରେ, ତୁମର ପାଇଁ କରୋନା ମୃତ୍ୟୁ ଆଣିବା ରୋଗ ହେଇପାରେ, ତୁମର ପାଇଁ ଆହୁରି ଫିନାନ୍ସିଆଲ ଅଭାବ ବଡ ସମସ୍ୟା ହେଇପାରେ। ବିଶ୍ୱାସର ବଳବାନ ଲୋକମାନଙ୍କ ପାଇଁ ହାତରେ ଟଙ୍କା ନଥିଲେ ମଧ୍ୟ, ଘର ଭୋଟା ନଥିଲେ ମଧ୍ୟ, ଗାଡି ଭୋଟା ନଥିଲେ ମଧ୍ୟ, ତାଙ୍କ ପାଇଁ ସବୁ ସମସ୍ୟା ଗୋଟେ ଚଢେଇ ପରି ଗୋଟେ ଛାଟଣୀରେ ମାରିଦେବେ। ପ୍ରଭୁଙ୍କ ଲୋକମାନେ ଏଣୁକରି ବିଶ୍ୱାସର ଯୁଦ୍ଧରେ ଯୁଦ୍ଧ କରି ଜୟ ପାଇବା ପାଇଁ ହେଲେ ବିଶ୍ୱାସର ବଳ ଦରକାର। ଏହା ହଉଛି ବିଶ୍ୱାସର ରୂପ। ଯୁଦ୍ଧ ଅଟେ ବିଶ୍ୱାସ। ଏଣୁ ବିଶ୍ୱାସର ମସଲ୍ସ ଦରକାର। ମୁଁ କହିବି ପରବର୍ତ୍ତୀ ସମୟ ମାନଙ୍କରେ କେମିତି ଆମର ବିଶ୍ୱାସର ବଳ ବଢି। ବିଶ୍ୱାସର ଶେଷ ରୂପ ହଉଛି ବିଶ୍ୱାସ ଗୋଟିଏ ଭିତ୍ତିମୂଳ ତୁଲ୍ୟ। ଜିହୁଦା ତାର 20 ପଦ ପଢନ୍ତୁ। ହଁ, ଜିହୁଦା ତାର 20 ପଦ। କିନ୍ତୁ ହେ ପ୍ରିୟ ମାନେ, ତୁମ୍ଭେ ମାନେ ଆପଣ ମାନଙ୍କ ପ୍ରତି ପବିତ୍ର ବିଶ୍ୱାସ ଉପରେ ପବିତ୍ର ଅତି ପବିତ୍ର ବିଶ୍ୱାସ ଉପରେ ଆପଣ ମାନଙ୍କର ଧର୍ମ ଜୀବନ ରୂପ ଗୃହ ନିର୍ମାଣ କର। ଗୃହ ନିର୍ମାଣ ପାଇଁ ଭିତ୍ତିମୂଳ ଦରକାର। ଆଉ ବିଶ୍ୱାସ ହେଉଛି ଗୋଟେ ଭିତ୍ତିମୂଳ। ଯେଉଁ ଘର ଯେତେ ଷ୍ଟ୍ରଙ୍ଗ ମୂଳଦୁଆ ପଡିଥିବ, ସେ ଘର ସେତେ ଝଡ଼ ତୋଫାନ ଭୂମିକମ୍ପକୁ ସେ ସହ୍ୟ କରିକି ସେ ତିଷ୍ଠି ପାରିବ। ପ୍ରଭୁଙ୍କ ଲୋକମାନେ, ଭେଣ୍ଡିଆ ମାନଙ୍କୁ ମୁଁ କହିବି, ଘର ବନେଇବା ପାଇଁ ଚାହୁଁଛ, ବାହା ହେଇକି ସଂସାର ଘର, ଫାଉଣ୍ଡେସନ ଠିକ କର ଆଗ। ରୂପ ଦେଖି, ଧନ ଦେଖି ବାହା ହୁଅନି। ବିଶ୍ୱାସକୁ ଦେଖ। ଜଣେ ଯଦି ଭଲ ବିଶ୍ୱାସୀ ହେଇଥିବ, ଆଉ ତୁମେ ଯଦି ଭଲ ବିଶ୍ୱାସୀ ହେଇଥିବ, ତୁମ ପରିବାର ବିଶ୍ୱାସ ଉପରେ ଗଢାଯିବ। ନହେଲେ ଅସମାନ ଜୁଆଳି ଯଦି ହେଇଗଲା, ବଳଦ ସହିତ ଯଦି ଘୁଷୁରୀକୁ ଯୋଚି ଦେଲେ ଚାଷ ହବ ନାହିଁ। ସେ ପାହାନ୍ତିଆରେ ବାହାରିବ ଘୁଷୁରୀ, ଆଉ ବଳଦ ତାକୁ ଅଡେଇକି ନେବାକୁ ପଡିବ। ଆଜିକାଲି ସେମିତି ଜୁଆଳିରେ ଯୋଛା ହେଇଛନ୍ତି। ଆଜ୍ଞା ମୋ ଆଗରେ ଭଲ ଥିଲି, ଆଜ୍ଞା ଯେବେଠୁ ଆଗ ବାହା ହେଲି ସବୁ ସରିଗଲା। କାହିଁକି? ଘର ତିଆରି କରିବା ଆଗରୁ ଫାଉଣ୍ଡେସନ ଠିକ କରିନାହାନ୍ତି। ପ୍ରଭୁଙ୍କ ଲୋକମାନେ, ଯଦି ଯାହାର ଘର ବହୁତ ଦିନ ହେଲା ତିଷ୍ଠିକି ଅଛି, ସେ ଦୁନିଆର ଘର ହେଲେ ତାର ମୂଳ କାରଣ ତାର ଭିତ୍ତିମୂଳ ଭଲ ଅଛି। ଆପଣଙ୍କର ଯଦି ଭିତ୍ତିମୂଳ ହଉଛି ବିଶ୍ୱାସ, ବିଶ୍ୱାସ ଯଦି ପବିତ୍ର ବିଶ୍ୱାସ ନାହିଁ, ତାହେଲେ ଆପଣଙ୍କ ଜୀବନର ଘର ବେଶୀ ଦିନ ତିଷ୍ଠିବ ନାହିଁ। ଏଣୁ ପ୍ରଭୁଙ୍କ ଲୋକମାନେ, ବିଶ୍ୱାସର ମହତ୍ ଶକ୍ତି ର ସତ୍ୟତା ତାର ବିଶ୍ୱାସର ରୂପ ଭିତରେ ଲୁଚିକି ଅଛି। ଏ ସବୁକୁ ଏ 2 ଦିନ ପ୍ରଭୁ ଆମ ସମସ୍ତଙ୍କୁ ବୁଝିବାକୁ ସାହାଯ୍ୟ କରନ୍ତୁ। ଏ 2 ଦିନର ବିଶ୍ୱାସର ସମ୍ମିଳନୀରେ ଶେଷ ହେଲା ବେଳକୁ ଆମେ ବିଶ୍ୱାସର ବଳ ପାଇକି ଏଠାରେ ଯିବା, ଆଉ ବିଶ୍ୱାସର ବୀର ହେବା, ଆଉ ବିଶ୍ୱାସ ଦ୍ୱାରା ଅନେକ ଯୁଦ୍ଧ ଜିତିବା, ଆଉ ବିଜୟୀ ହେବା, ଆଉ ବିଜୟୀ ଲୋକମାନଙ୍କୁ ପ୍ରଭୁ ନେବା ପାଇଁ ଆସୁଛନ୍ତି। ଆସନ୍ତୁ ଚକ୍ଷୁ ବନ୍ଦ କରନ୍ତୁ। ମଙ୍ଗଳମୟ ସ୍ୱର୍ଗୀୟ ପିତା, ତୁମ ନାମ ଧନ୍ୟ ହେଉ। ଅଳ୍ପ ସମୟ ତୁମର ସତ୍ୟତାକୁ ଶୁଣିବା ପାଇଁ, ଜାଣିବା ପାଇଁ ଆମ ସମସ୍ତଙ୍କୁ ସାହାଯ୍ୟ କଲ। ଏହା ଆମ ପ୍ରତ୍ୟେକଙ୍କ ଜୀବନରେ କାର୍ଯ୍ୟ ସାଧନ କର। ତୁମର ବଳବାନ ହସ୍ତରେ ସମର୍ପିତ ହୋଇ ପ୍ରାର୍ଥନା ଯୀଶୁଙ୍କ ନାମରେ।